ଏଡ଼ିକି ଛାତକୁ ଏତେ ଲୋକ। ଜୟ ଜଗନ୍ନାଥ ସାଙ୍ଗମାନେ, ଚାଲନ୍ତୁ ଆଜି ଉପରେ ଟିକେ ବୁଲି ଆସିବା। ଆଉ ଆମର ଘର କାମ ହେଉଥିଲା, ଆଉ ଅଲରେଡ଼ି ଛାତର ବାଡ଼ା ବୁଲି ସାରିଲାଣି, ଖାଲି ପ୍ଲାଷ୍ଟର ବାକି ଅଛି। ଆଉ ସାର୍ ବି ଆଜି ଘରେ ଅଛନ୍ତି, ସେଥିପାଇଁ ମିସ୍ତ୍ରୀ ଭାଇମାନେ ଆସିଲା ସାର୍ ଆମର କିଛି ହେଲ୍ପ କରିନେଉଥିଲେ। ଆଉ ମିସ୍ତ୍ରୀ ଭାଇ ଆସି ପାଣି ଫାଣି ଦେଲେଣି, କାହିଁକିନା ଆମର ପ୍ଲାଷ୍ଟର ହେବ। ଆଉ କାମ 2-4 ଦିନ ହେଲା ହେଉଛି, କିନ୍ତୁ ଆଉ ଭିଡ଼ିଓ ମୁଁ କରିପାରୁନି, କାହିଁକିନା ଭଏସ୍ରୁ ତ ଜାଣିପାରୁଥିବେ ମୋର ଦେହ ଖରାପ। ଆଉ ଏ ଭିଡ଼ିଓଟି ବି ବୁଧବାର ଦିନ କହିଦେଉଛି। ତାପରେ ଚା ବସାଇ ଦେଇଥିଲି ମିସ୍ତ୍ରୀ ଭାଇଙ୍କ ପାଇଁ, ଆଉ ଚା ଅଲରେଡ଼ି ହେଇଯାଇଥିଲା। ଆଉ ଯେହେତୁ ବୁଧବାର ଅଛି ଆଉ ସାର୍ ଘରେ ଅଛନ୍ତି, ସେଥିପାଇଁ ମିସ୍ତ୍ରୀ ଭାଇମାନେ ବି ଆସିଛନ୍ତି, କାମ ହେଉଛି ତ ସେଥିପାଇଁ କି ଆଇଁଷ କିଛି ନେଇ ଆସିଥିଲେ। ଆଉ ମୁଁ ଏପଟେ ମସଲା ହେରିକା ବାଟି ସଜାଡ଼ି ନେଇଥିଲି। ଆଉ ଆଳୁକୁ ଭିତରେ ଭଜା ଭଜି କରି ବାହାରେ ଆଇଁଷ ଚୁଲା ପକାଇ ମସଲା ଅଲରେଡ଼ି କଷାକଷି ଆରମ୍ଭ କଲିଣି, କାହିଁକିନା ଲେଟ୍ ହେବ ରୋଷେଇ। ଆଉ ସାଇ ମୋର ସ୍କୁଲ ପଳେଇ ଯାଉଛି, ତାକୁ ଖୋଇକି ବି ଶୋଇବାକୁ ପଡ଼ୁଛି। ଆଉ ଅଲମୋଷ୍ଟ ମୋର ଚିକେନ୍ କଷାକଷି ହେଇଗଲାଣି, ଖାଲି ମୋ ବିଲେଇକି ଖୋଇବାରେ ବାକି ଅଛି, କାହିଁକିନା ମୋ ବିଲେଇ ବହୁତ ଥର ଉଣ୍ଡିଲାଣି ଆସି। ତାପରେ ତରକାରୀ ମୋର ହେଇଗଲା। ତାପରେ ମୋ ବିଲେଇକି ଆଗେ ମୁଁ ଫାଷ୍ଟ ଖୋଇଦେଲି, କାହିଁକିନା ଇଏ ଘରର ମୋର ଫାଷ୍ଟ ବିଲେଇ ହିଁ ଆଗେ ଖାଏ ଯାହା ହେଲେ। ତାପରେ ମିସ୍ତ୍ରୀ ଭାଇମାନଙ୍କ ଟାଇମ୍ ହେଇଗଲା, ସେମାନେ ଆସି ଖାଇନେଲେ। ତାପରେ କ'ଣ ସାର୍ଙ୍କର ମୋର ବସିଗଲୁ ଖାଇବା ପାଇଁ। ଆଉ ତରକାରୀ ତ ବହୁତ ଟେଷ୍ଟି ହେଇଥିଲା। ରହିଲି ସାଙ୍ଗମାନେ, ବାଏ ବାଏ।